ପିଲାମାନେ ସମସ୍ତେ ଶୁଣ ଆଜି ତୃତୀୟ ଶ୍ରେଣୀର ଇଂରାଜୀ ବହିର ଲେସନ୍ 3 ଦ କ୍ରାବ୍ ଆଣ୍ଡ ଦି ଜ୍ୟାକଲ୍ ବିଷୟରେ ଆମେ ପଢ଼ିବା। ବୁଝିପାରିଲ? ଦ କ୍ରାବ୍ ଆଣ୍ଡ ଦି ଜ୍ୟାକଲ୍ ବିଷୟରେ ଆଜି ଆମେ ପଢ଼ିବା। କେତେ କ୍ଲାସ୍ର ଏଇଟା? ତୃତୀୟ ଶ୍ରେଣୀ। ଭେରି ଗୁଡ୍। ତ ପ୍ରଥମେ ଏଇଠି ଲେଖା ହୋଇଛି ଲୁକ୍ ଏଟ୍ ଦି ପିକ୍ଚର ହୁ ଆର୍ ଦେୟାର ଇନ୍ ଦି ପିକ୍ଚର। এই ছবি গুড়িক দেখ এবং এই ছবিরে কিয়ে কিয়ে অছন্তি কুহ বলছি হ্যাঁ। হোয়াট হ্যাজ হ্যাপেন টু দি টেল অফ দি জ্যাকেল। জ্যাকেলর লাঞ্জরে কଣ হয়েছি? লাঞ্জ সহিত কଣ হয়েছি? জ্যাকেলর লাঞ্জরে কଣ হয়েছি? হু কট হিজ টেল। কিয়ে তার লাঞ্জকু কাটিলা? হু ইজ দি ডক্টর ইন দি পিকচর। এই ছবি গুড়িকরে কিয়ে ডাক্তার অছন্তি বা ডাক্তার কিয়ে অছি? লেটস রিড দি স্টোরি এন্ড সি। চাল গপটিকে পড়িবা এবং দেখিবা বলি কুহা যাଉଛି। হ্যাঁ কি নাই? তো আমি গপটি আরম্ভ করমা। টেক্সটরে কুহা যাইছে দেয়ার ওয়াজ এ ক্রাব এন্ড দেয়ার ওয়াজ এ জ্যাকেল। কহিলা গোটিয়ে কঙ্কড়া এবং গোটিয়ে বিলুয়া রহুଥିଲେ। দেয়ার ওয়াচে জ্যাকেল এন্ড দেয়ার ওয়াচে ক্রাব। বলে ক্রাব মানে হেলা কঙ্কড়া এবং জ্যাকেল মানে হেলা বিলুয়া। দি ক্রাব লিভড ইন এ হোল। দি ক্রাব সেই কঙ্কড়াটি লিভড রহুଥିଲା ইন এ হোল। হোল মানে হেলা গাত ভিতরে। ইন মানে ভিতরে, হোল মানে গাত ভিতরে হেলা। ସେ କଙ୍କଡ଼ାଟା ଗାତ ଭିତରେ ରହୁଥିଲା। ଦି ଜ୍ୟାକେଲ লিভড ইন এ ଫରେଷ୍ଟ। ଫରେଷ୍ଟର ଅର୍ଥ କାଣ କତ? ଜଙ୍ଗଲ। ଫରେଷ୍ଟ ମାନେ କାଣା? ଜଙ୍ଗଲ। ତ ସେ ବିଲୁଆଟା ଜଙ୍ଗଲରେ ରହୁଥିଲା ଏବଂ ସେ କଙ୍କଡ଼ାଟା ଗାତ ଭିତରେ ରହୁଥିଲା। ମନେ ଜାଣିକରି ଶୁଣୁଥ। ୱାନ୍ ଡେ ଦିନେ କାଣା ହେଇଛେ? ଦି ଜ୍ୟାକେଲ ୱାଜ୍ ଭେରି ହଙ୍ଗରି। ହଙ୍ଗରି ମାନେ ହେଉଛି ଭୋକିଲା। ଦି ଜ୍ୟାକେଲ ୱାଜ୍ ଭେରି ହଙ୍ଗରି ତାର ମାନେ ଦିନେ କାଁ ହେଲା ବିଲୁଆକେ ବହୁତ ଭୋକ ଲାଗଲା ହେଲା। ହି ୱାଣ୍ଟେଡ୍ ଟୁ ଇଟ୍ ଦି କ୍ରାବ୍। ସେ ଭୋକ ଯେତେବେଳେ ଲାଗଲା ସେ କାଁ କଲା? କଙ୍କଡ଼ା ଖାଇବା ଲାଗି ଖୋଜିଲା। ହି ୱାଣ୍ଟେଡ୍ ଟୁ ଇଟ୍ ଦି କ୍ରାବ୍। ସେ କଙ୍କଡ଼ା ଖାଇବା ପାଇଁ ଖୋଜିଲା ହେଲା। ବଟ୍ ଦି କ୍ରାବ୍ ୱାଜ୍ ଇନସାଇଡ୍ ହର୍ ହୋଲ୍। କିନ୍ତୁ କ୍ରାବ୍ ମାନେ ବା କଙ୍କଡ଼ାଟା ଗାତ ଭିତରେ ରହୁଥିଲା। ତ ଗାତ ଭିତରୁ ସେ ବିଲୁଆ ବାହାର କରିପାରବ ତାକୁ? ନାଇଁ ପାରେ। ତ ଇନ ଯେତେବେଳେ ଦେଖିଲା ଯେ କାଁ ହେଲା କଙ୍କଡ଼ାକେ ତାର ଗାତ ଭିତରେ ଅଛି, ସେ ଗୋଟେ ଆଇଡ଼ିଆଟେ ଭାବଲା। ଦି ଜ୍ୟାକେଲ ସେଡ୍। ବିଲୁଆ କହିଲା କମ୍ ଆଉଟ୍ ଅଫ୍ ଦି ହୋଲ୍। ଏଇ ଗାତ ଭିତରୁ ବାହାରକୁ ଆ କଙ୍କଡ଼ା ବୋଲି ସେ କହୁଛି। କାଁ ବୋଲছে? ଦେ କଙ୍କଡ଼ା ଏଇ ଗାତ ଭିତରୁ ବାହାରକୁ ଆ ବୋଲଛି। ଦି କ୍ରାବ୍ ରିପ୍ଲାଏଡ୍। କଙ୍କଡ଼ା ଉତ୍ତର ଦେଲା, ରିପ୍ଲାଏ ଦେଲା ହେଲା। ଆଇ ଏମ୍ ନଟ୍ ଏ ଫୁଲ୍। ଜଣେ ବୋକା ନୁହେଁ ଯେ ତୋ କଥା ମାନିକରି ବାହାରକେ ଆଇବି ଆଉ ତୁଇ ମୋତେ ଖାଇଦେବୁ ନାଇଁ କାଁ। ସି ଡିଡ୍ ନଟ୍ କମ୍ ଆଉଟ୍ ଅଫ୍ ହର୍ ହୋଲ୍। ସେ ତାର ଗାତ ଭିତରୁ ବାହାରକୁ ଆସିଲା ନାହିଁ। ଦି ଜ୍ୟାକେଲ ଦେୟାରଫୋର୍ ପୁଟ୍ ହିଜ୍ ଟେଲ୍ ଇନସାଇଡ୍ ଦି ହୋଲ୍। ତାପରେ ଜ୍ୟାକେଲ କାଁ କଲା? ନିଜର ଲାଞ୍ଜକୁ ସେ ଭିତରେ ପୁସ୍ କଲା। ଲାଞ୍ଜକୁ ସେ ଗାତ ଭିତରେ ପେଲି ଦେଲା, ତାମାନେ ଠେଲେଇ ଦେଲା, ଲାଞ୍ଜକୁ ଦେଇଦେଲା ହେଲା। ଦି କ୍ଲେଭର କ୍ରାବ୍ କଟ୍ ଦି ଟେଲ୍ ଅଫ୍ ଦି ଜ୍ୟାକେଲ। ଯେତେବେଳେ କାଁ ହେଲା ବିଲୁଆ କାଁ ହେଲା ତାର ଲାଞ୍ଜକେ ଗାତ ଭିତରକେ ପୁରେଇ ଦେଲା, ସେତେବେଳେ କାଁ କଲା କଙ୍କଡ଼ାଟା ତାର ଲାଞ୍ଜକେ କାଟିଦେଲା। ବୁଝିପାରିଲ? ଦି ଜ୍ୟାକେଲ ୱାଜ୍ ୱିଥଆଉଟ୍ ହିଜ୍ ଟେଲ୍। ହି ଦେୟାରଫୋର୍ ୱାଣ୍ଟ ଟୁ ବି ଏ ମଙ୍କି ଡକ୍ଟର। ତେରୁ ଜ୍ୟାକେଲ କାଁ କଲା? ତାର ଲାଞ୍ଜ ବିନା ଲାଞ୍ଜରେ ରକ୍ତ ବାହାରୁଛି, ସେଠି ଦେଖିଥିବ ଫଟୋରେ ଅଛି। ସେ କାଁ କଲା? ୱେଣ୍ଟ ଟୁ ଏ ମଙ୍କି ଡକ୍ଟର। ଗୋଟେ ମାଙ୍କଡ଼ ଡାକ୍ତର ପାଖକୁ ଗଲା। ବୁଝିପାରିଲ? ସେ ଗୋଟେ ମାଙ୍କଡ଼ ଡାକ୍ତର ପାଖକୁ ଗଲା କାରଣ ତାର କ୍ଷତ ହୋଇଛି। ସେ ଲାଞ୍ଜ ଯେହେତୁ କଟିଯାଇଛି, ରକ୍ତ ବାହାରୁଛି, ତେଣୁ ସେ ଗୋଟେ ଡାକ୍ତର ପାଖକୁ ଗଲା। ଡାକ୍ତରଟା ଇନ କିଏ? ମଙ୍କି ବା ମାଙ୍କଡ଼। କିଏ? ହଁ, ଦି ଡକ୍ଟର ଇଜ୍ ମଙ୍କି।